ଆଜି ଶାନ୍ତି ଯଜ୍ଞ ପାଇଁ ପଣ୍ଡିତେ ପୁରାପୁରି ମନା କରିଦେବେ। ପଣ୍ଡିତ କହିବେ ଆପଣ ଯାହା ବି କୁହନ୍ତୁ, ଆମେ ଏମିତି ଝିଅର ଶାନ୍ତି ପୂଜା କରିପାରିବୁ ନାହିଁ। ଆଉ କହିବେ ଏ ଝିଅ ତ ଗୋଟେ ନିଜେ ଅଶାନ୍ତି, ଆଉ ୟାର ଶାନ୍ତି ପୂଜା ହୋଇପାରିବ ନାହିଁ। ତାପରେ ମୁକ୍ତି କହିବେ ପଣ୍ଡିତ ଆପଣଙ୍କ ବୋହୂ ମାନେ ଆପଣଙ୍କର ଦିଟା ବୋହୂ ସେମାନେ ଠିକ ଅଛନ୍ତି ତ? ତାପରେ ପଣ୍ଡିତ କହିବେ କିଏ କହିଲା ମୋର ଦିଟା ବୋହୂ? ଆଉ କେବେଠାରୁ ମୋ ପୁଅ ପ୍ରଥମ ସ୍ତ୍ରୀକୁ ଛାଡ଼ି ଦେଇ ଯାଇଛି। ତାପରେ ଆଉ ଜଣେ ପଣ୍ଡିତ ରାଗିଯିବେ ଆଉ କହିବେ ତମେ କଣ ଆମମାନଙ୍କୁ ଏଠିକି ଅପମାନ ଦେବା ପାଇଁ ଡାକିଛ? ଆଉ ତାପରେ ମୁକ୍ତି ପଣ୍ଡିତକୁ ହାତ ଯୋଡ଼ିବେ ଆଉ କହିବେ ଆପଣମାନେ ଏତେ ସବୁ ଭୁଲ କରିକି ବି ସେ ସବୁକୁ ନ ଧରିକି ଆଗକୁ ବଢି ପାରୁଛନ୍ତି। ଆଉ ସେସବୁରେ ଯଦି ମୋର କିଛି ଭୁଲ ନାହିଁ ତାହେଲେ ମୁଁ କଣ ପାଇଁ ଦଣ୍ଡ ପାଇବି? ଆଉ ମୋ ସହିତ ଯାହା ବି କିଛି ଅନ୍ୟାୟ ହୋଇଛି ସେଇଥିପାଇଁ ଦୟାକରି ଆପଣମାନେ ଯେମିତି ପୁରା ପରିବାରକୁ ଦଣ୍ଡ ନ ଦିଅ। ଆଉ ଶୁଣ ସମସ୍ତେ, ଯଦି ମୁଁ ଏ ପୂଜାରେ ନ ରହିଲେ ଏ ପୂଜା ସମ୍ପୂର୍ଣ୍ଣ ହବ ତାହେଲେ ଠିକ ଅଛି, ମୁଁ ଏ ପୂଜାରେ ରହିବିନି। ତାପରେ ଘର ଲୋକ ସବୁ ସକ୍ ହୋଇଯିବେ। ତ ଦର୍ଶକ ବନ୍ଧୁ, ମୁକ୍ତି କଣ ସତରେ ଏ ପୂଜାରେ ରହିବେନି କି? ଆମକୁ କମେଣ୍ଟ କରନ୍ତୁ।